ବୁଦ୍ଧି ନଥିଲେ କ'ଣ ହେବ ଆସନ୍ତୁ ଜାଣିବା। ଗୋଟିଏ କାଉ ଗୋଟିଏ ମାଂସ ଟୁକୁଡ଼ା ନେଇ ଗଛ ଡାଳରେ ବସିଲା। ଗଛ ତଳେ ଗୋଟିଏ ବିଲୁଆ କାଉକୁ ଦେଖିଲା ଆଉ ତାର ମାଂସ ଟୁକୁଡ଼ା ପ୍ରତି ଲୋଭ ହେଲା। ଯେମିତି ହେଉ କାଉ ଥଣ୍ଟରୁ ଏହି ମାଂସ ଟୁକୁଡ଼ା ଖଣ୍ଡିକ ଆଣିବ ଆଉ ତାକୁ ସେ ଖାଇବ। ସେଥିପାଇଁ ବିଲୁଆଟି ଏକ ଉପାୟ ପାଞ୍ଚିଲା। ଚିନ୍ତା କରୁ କରୁ ତା ମୁଣ୍ଡରେ ଗୋଟିଏ ବୁଦ୍ଧି ଜୁଟିଲା। ସେ କାଉକୁ ଦେଖି କହିଲା, ବାଃ ବାଃ, କେତେ ସୁନ୍ଦର ତୁମେ, କେତେ ସୁନ୍ଦର ମଖମଲ ପରି କଳା ରଙ୍ଗ ତୁମ ଦେହ। ଯିଏ ଦେଖିବ ସେ କେବଳ ଦେଖିବାକୁ ହିଁ ରହିଯିବ। କବିଙ୍କ ଭାଷାରେ ସୁନ୍ଦର ତୃପ୍ତିର ଅବସାଦ ନାହିଁ। ଯେତେ ଦେଖୁଥିବ ସେତେ ଦେଖୁଥାଏ। ଭାଇ, ତୁମର ଥଣ୍ଟକୁ କ'ଣ ବର୍ଣ୍ଣନା କରିବି? ଥଣ୍ଟ ତୁମର ଯେମିତି ଲମ୍ବା ସେମିତି ମୁନିଆ ମଧ୍ୟ। ଆଖି ମଧ୍ୟ କେମିତି ଗୋଲ ଗୋଲ ତଥା ବଡ଼ ବଡ଼। ଡେଣା ତ ତୁମର ବିଜୁଳି ଭଳିଆ ଚମକୁଥାଏ। ଦେହ ତୁମର କଳା ମଖମଲ କନା ପରି ସୂର୍ଯ୍ୟ ଆଲୁଅରେ ଚମକୁଥାଏ। କିନ୍ତୁ ଦୁଃଖର କଥା ଏହିକି ଯେ ତୁମେ କଥା କହିପାରୁନାହଁ। ତୁମେ ଯଦି କଥା କହିପାରୁଥାନ୍ତ ତାହେଲେ ପକ୍ଷୀମାନଙ୍କ ରାଜା ତୁମେ ହିଁ ହୋଇଥାନ୍ତ। ଭଗବାନଙ୍କ ଲୀଳା ବଡ଼ ବିଚିତ୍ର। ଯାହାର ନାକ ଅଛି ତାର ସୁନା ନାହିଁ, ଯାହାର ସୁନା ଅଛି ତାହାର ନାକ ନାହିଁ। ଭଗବାନ ତୁମକୁ ଏତେ ସୁନ୍ଦର ରୂପ ଦେଇଛନ୍ତି, କିନ୍ତୁ ହାୟ, ତୁମକୁ ଘୁଙ୍ଗା କରିଦେଇଛନ୍ତି। କୁହ ଏଥର ତମ ପାଇଁ ମୁଁ କ'ଣ କରିପାରେ? ବିଲୁଆ ମୁହଁରୁ କାଉ ତାର ଏମିତି ପ୍ରଶଂସା ଶୁଣି ଶୁଣି କାଉ ଫୁଲି ଫୁଲି ପେଣ୍ଡୁ ପରି ହୋଇଗଲା। କିନ୍ତୁ ପରୀକ୍ଷଣରେ ସେ ଘୁଙ୍ଗା ହେବା କଥା ଶୁଣି ମନେ ମନେ ଭାବିଲା, ବିଲୁଆ ମଧ୍ୟ କେତେ ବୁଡ଼ବକ୍ ଯେ ମୋତେ ସେ ଘୁଙ୍ଗା ବୋଲି ଭାବିଛି। ଯଦି ମୁଁ ତାକୁ ମୋର ମନୋହର ସ୍ୱର ଶୁଣାଇ ଦିଏ ତେବେ ସେଥିରେ କ୍ଷତି କ'ଣ? ସେ ବି କ'ଣ ୟାଦ କରିବ ମୋର ସ୍ୱର ଶୁଣି? ଏହି କଥା ଭାବୁ ଭାବୁ କାଉ ଆରମ୍ଭ କରିଦେଲା ତାର କା କା ରାବ। ଯେମିତି ଥଣ୍ଟ ଖୋଲି କା ରାବ ଦେଇଛି, ତାର ମାଂସ ଟୁକୁଡ଼ାଟା ଗଛ ତଳକୁ ଖସିଗଲା। ଆଉ ବିଲୁଆ ତ ସୁଯୋଗ ଉଣ୍ଡିଥିଲା, ସଙ୍ଗେ ସଙ୍ଗେ ତାକୁ ଗ୍ରାସ କରି ପକାଇଲା। ବିଲୁଆ ଖାଇସାରି ହସି ହସି କହିଲା, ବୁଝିଗଲ ତ ଭାଇ? ଆରେ ଭାଇ, ତୁମେ ଘୁଙ୍ଗା ନୁହେଁ। ଖୁବ୍ ସୁନ୍ଦର ଭାବେ ତୁମେ କଥା କହିପାର, କିନ୍ତୁ ତୁମ ପାଖରେ ବୁଦ୍ଧି ରହିଛି ନା ନାହିଁ କୁହ ତ ଦେଖି? କାଉର ଆଖି ଖୋଲିଗଲା। ସେ ଦୁଃଖ ପ୍ରକାଶ କରି କହିଲା, ସତ କଥା ଭାଇ, ଯଦି ମୋର ଟିକେ ବି ବୁଦ୍ଧି ଥାନ୍ତା ତାହେଲେ ତୁମେ କେମିତି ମୋ ମାଂସ ଖଣ୍ଡିକ ଖାଇପାରିଥାନ୍ତ? ଯେଉଁ ପ୍ରାଣୀ ପ୍ରଶଂସାର ଭୋକିଲା ସେ ଏହିପରି ଭାବେ ଠକେ। ତେଣୁ ପ୍ରାଣୀର ପ୍ରଶଂସାରେ ଭୁଲିଯିବା ଉଚିତ ନୁହେଁ। ଆପଣମାନେ ବି ବିଲୁଆ ପରି ବୁଦ୍ଧିମାନ ହୁଅନ୍ତୁ। କାହାଣୀଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଓ କମେଣ୍ଟ କରନ୍ତୁ। ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନିଅନ୍ତୁ। ଧନ୍ୟବାଦ।